କଥା ହେବାକୁ ଯାଉଛୁ ଏକ ଏମିତି ଓଡ଼ିଆ ଫିଲ୍ମ ବିଷୟରେ ଯାହା ମାତ୍ର ଓଡ଼ିଶା ନୁହେଁ ପୁରା ଇଣ୍ଟରନ୍ୟାସନାଲ ଲେଭଲରେ ଚର୍ଚ୍ଚାରେ ରହିଛି। ବାଘୁଣୀ ଡ୍ୟାନ୍ସ ଲାଇକ୍ ଏ ଟାଇଗର। ଏହି ଫିଲ୍ମ କ୍ୟାନେଲ ଫିଲ୍ମ ଫେଷ୍ଟିଭାଲ 2025ରେ ଲଞ୍ଚ ହୋଇଥିଲା, ଯାହା ଆମ ଓଡ଼ିଆ ସିନେମା ପାଇଁ ବଡ଼ ଗର୍ବର କଥା। ବାଘୁଣୀ ଏକ ମଲ୍ଟିଲିଙ୍ଗୁଆଲ ଫିଲ୍ମ ଯେଉଁଥିରେ ଓଡ଼ିଆ, ସମ୍ବଲପୁରୀ, କୋଶଲି ଓ ହିନ୍ଦୀ ଭାଷା ବ୍ୟବହାର କରାଯାଇଛି। ଏହି ଫିଲ୍ମକୁ ଡାଇରେକ୍ଟ କରିଛନ୍ତି ଇଣ୍ଟରନ୍ୟାସନାଲ ଏକାଡେମୀ ଡାଇରେକ୍ଟର ଜିତେନ୍ଦ୍ର ମିଶ୍ର ଏବଂ ଲିଡ୍ ରୋଲରେ ଅଛନ୍ତି ଅଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ର। ଏହା ଏକ ଇଣ୍ଡୋ-ୟୁକେ କୋ-ପ୍ରଡକ୍ସନ। ଏନ୍ଏଫଡିସି ଓ ଇଣ୍ଡିଆ ଲୋକାଲ ଫିଲ୍ମ ୟୁକେ ଓ ସିନେମା ଗୁଡ୍ ମିଶିକରି ଏହାକୁ ପ୍ରସ୍ତୁତ କରିଛନ୍ତି। ସିନେମାଟି ଓଡ଼ିଶା ଓ ଲଣ୍ଡନରେ ସୁଟ୍ ହୋଇଛି, ଯାହା ଏହାକୁ ଏକ ଗ୍ଲୋବାଲ ଫିଲ୍ ଦେଇଛି। ଏହି ଫିଲ୍ମର ମେନ୍ ଥିମ୍ ହେଉଛି ରେସିଲିଏନ୍ସ ଅର୍ଥାତ୍ ସଂଘର୍ଷ ଓ ଜିତିବାର ଇଚ୍ଛା। ଷ୍ଟୋରୀ ଘୁରୁଛି ଏକ ୟଙ୍ଗ ଗାର୍ଲଙ୍କ ଉପରେ ଯିଏ ସୋସାଇଟିର ରୁଲ ଓ ରେଷ୍ଟ୍ରିକ୍ସନକୁ ଚ୍ୟାଲେଞ୍ଜ କରିଥାଏ। ସେ ନିଜ ସ୍ୱପ୍ନ ପାଇଁ ଲଢ଼େ ଏବଂ ସେହି ଜର୍ଣ୍ଣିରେ ସେ ହେଉଛି ଏକ ବାଘୁଣୀ ଅର୍ଥାତ୍ ଜଣେ ସାହସୀ ଓ ଶକ୍ତିଶାଳୀ ନାରୀ। ଏହି ଫିଲ୍ମ ଆମକୁ ଶିଖାଏ ଭୟକୁ ଛାଡ଼ି ଆଗକୁ ବଢ଼ିବା, ନିଜ ଆଇଡେଣ୍ଟିଫାଇ ପାଇଁ ଲଢ଼ିବା ଏବଂ କେତେ ହାର ନ ମାନିବା। ଏକ୍ସାଇଟେଡ୍ ପାର୍ଟ ହେଉଛି ଏହି ଫିଲ୍ମର ମୋଶନ ପୋଷ୍ଟର କ୍ୟାନେଲ ଫିଲ୍ମ ଫେଷ୍ଟିଭାଲ ଭାରତ ପଭିଲିୟନ ଓ ଲଞ୍ଚ ହୋଇଥିଲା। ଏହା ପ୍ରଥମ ଥର ପାଇଁ ଏମିତି ଏକ ଓଡ଼ିଆ ଫିଲ୍ମ ଆନ୍ତର୍ଜାତୀୟ ମଞ୍ଚରେ ଏତେ ବଡ଼ ରେକଗ୍ନାଇଜ ପାଇଛି। ଏହା ଦେଖାଏ ଯେ ଓଡ଼ିଆ ସିନେ ଏବଂ ଗ୍ଲୋବାଲ ଷ୍ଟେଜକୁ ପହଞ୍ଚୁଛି। ଫିଲ୍ମର ଟେକ୍ନିକାଲ ଥିମ୍ ମଧ୍ୟ ଖୁବ୍ ଷ୍ଟ୍ରଙ୍ଗ। ସାଉଣ୍ଡ ଡିଜାଇନ କରିଛନ୍ତି ଏୱାର୍ଡ ୱିନିଂ ସୁଭାଷ ସାହୁ। ପ୍ରଡକ୍ସନ ଡିଜାଇନରେ ଅଛନ୍ତି ସୁକାନ୍ତ ପାଣିଗ୍ରାହୀ। ମ୍ୟୁଜିକ ଦେଇଛନ୍ତି ପ୍ରେମ ଆନନ୍ଦ। ଏହି କମ୍ବିନେସନ ନିଶ୍ଚୟ ଫିଲ୍ମକୁ ଏକ ହାଇ କ୍ୱାଲିଟି ସିନେମାଟୋଗ୍ରାଫି ଏକ୍ସପିରିଏନ୍ସ ଦେବାକୁ ସକ୍ଷମ। ତାହେଲେ ଦୋସ୍ତମାନେ, ବାଘୁଣୀ କେବଳ ଏକ ଫିଲ୍ମ ନୁହେଁ, ଏହା ହେଉଛି ଏକ ମୁଭମେଣ୍ଟ ଏବଂ ଇନ୍ସପିରେସନ। ଯଦି ଷ୍ଟୋରୀ, ପରଫର୍ମାନ୍ସ ଓ ଡାଇରେକ୍ସନ ଷ୍ଟ୍ରଙ୍ଗ ରହେ ତେବେ ଏହି ଫିଲ୍ମ ଅଲିଉଡ ଲେଭଲକୁ ନେକ୍ସଟ ଲେଭଲକୁ ନେଇଯାଏ। ମୋ ପର୍ସନାଲ ଏକ୍ସପ୍ରେସନରୁ ପାୱାରଫୁଲ ଷ୍ଟୋରୀ, ଷ୍ଟ୍ରଙ୍ଗ ଫିମେଲ କ୍ୟାରେକ୍ଟର, ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ପ୍ରେଜେଣ୍ଟେସନ। ଏବେ ଆପଣ ମାନେ କହନ୍ତୁ, ଆପଣ ବାଘୁଣୀ ପାଇଁ ଏକ୍ସାଇଟେଡ୍ ତ? କମେଣ୍ଟରେ ଜଣାନ୍ତୁ।